ଜୟ ଜଗନ୍ନାଥ। ଯଦି ଏବେ ଆପଣଙ୍କ ଜୀବନରେ କିଛି ବି ସମସ୍ୟା ଥାଏ, ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧାରେ ଚାଲିଥାଏ, ତ ନିଶ୍ଚିତ ଏଇ କଥାଟାକୁ ଥରିଏ ଶୁଣନ୍ତୁ, ଧ୍ୟାନର ସହ ଶୁଣନ୍ତୁ, ଆରମ୍ଭରୁ ଶେଷ ଯାଏଁ ଶୁଣନ୍ତୁ। ଆଉ ଏଇ ଭିଡ଼ିଓଟା ଦେଖି ସାରିଲା ପରେ ହିଁ ଆପଣଙ୍କ ଜୀବନର ଅଧା ସମସ୍ୟା ନିଶ୍ଚିତ ଦୂର ହୋଇଯିବ। ଏଇଟା ମୁଁ ଗ୍ୟାରେଣ୍ଟି ଦେଉଛି, ଲେଖିକି ବି ଦେଉଛି। ନିଶ୍ଚିତ ଆପଣଙ୍କ ଜୀବନର ଅଧା ସମସ୍ୟା ନିଶ୍ଚିତ ଦୂର ହୋଇଯିବ। ତ ଧ୍ୟାନର ସହ ଥରେ ଶୁଣନ୍ତୁ। ଶୁଣି ସାରିଲା ପରେ ନିଶ୍ଚିତ କହିବେ କି ସତରେ ମୋ ଜୀବନର ଅଧା ସମସ୍ୟା ଦୂର ହୋଇଗଲା, ଏବେ ମୁଁ ବହୁତ ଖୁସିରେ ଅଛି। ତ ଗୋଟେ କ'ଣ ହେଇଛି ନା, ଥରେ ମଝି ନଈରେ ଗୋଟେ ଡଙ୍ଗାରେ କିଛି ଲୋକ ବସିକି ଆସୁଥାନ୍ତି ନଈ ପାର ହେଇକି। ତ ମଝିରେ କ'ଣ ହେଲା ନା, ଝଡ଼ ଉଠେଇଲା। ତ ଲୋକ ତା ଭିତରେ ଘୋ ଘା ହେଇବା ଆରମ୍ଭ କରିଦେଲେ। ଆଉ ଝଡ଼ ଯେତେ ଜୋର ଆସିନଥିଲା, ତ ଏମାନଙ୍କ ଘୋ ଘାଟା ସେଠି ଜୋର ହେଇଗଲା। ତ ତାଙ୍କ ଭିତରୁ ଜଣେ ବ୍ୟକ୍ତି କ'ଣ କଲେ, ଆରେ ଭାଇମାନେ ବସିପଡ଼, ଇଏ କିଛି ହେବନି। ତ ସେଠି ସବୁ ଲୋକ ପ୍ରଶ୍ନ କଲେ କି କେମିତି କିଛି ହେବନି, ତୁମେ କେମିତି କହୁଛ ବସିବା ପାଇଁ? ତ ଏତେ ଜୋରରେ ଯଦି ଝଡ଼ ଆସିଲାଣି, ତ ଆପଣ କେମିତି କହିପାରୁଛନ୍ତି? ତ ସେଇ ବ୍ୟକ୍ତି ଜଣକ କହିଲେ କି ମୁଁ ଜଣେ ଜ୍ୟୋତିଷ, ତ ମୁଁ କହୁଛି ଏ ଝଡ଼ କିଛି ବି ହେବନି, ତ ଆପଣ ଆରାମରେ ବସନ୍ତୁ। ତ ଏହା କହିସାରିଲା ପରେ ସବୁ ଲୋକ ବି ଆରାମରେ ବସିଗଲେ। ଝଡ଼ ବି ଥମିଗଲା କିଛି ସମୟ ପରେ, ଡଙ୍ଗା ବି ଆସି କୂଳରେ ଲାଗିଗଲା। ସମସ୍ତେ ଆରାମରେ ଓହ୍ଲେଇଲେ। ସେ ବ୍ୟକ୍ତି ଜଣଙ୍କୁ ମଧ୍ୟ ସମସ୍ତେ ପ୍ରଶଂସା କଲେ। ଠିକ୍ ଏହି ସମୟରେ ତା'ର ଜଣେ ସାଙ୍ଗ, ସେ ବ୍ୟକ୍ତିଙ୍କର ଜଣେ ସାଙ୍ଗ ଆସି ତାଙ୍କୁ ପଚାରିଲେ କି ମୁଁ ତ ଯେତେ ଦିନ ହେଲା ଦେଖିଲିଣି ତୋତେ, ତୁ କୌଣସି ଜ୍ୟୋତିଷ ବି ନୁହଁ, ତ କେମିତି କହିଲୁ କି ତୁ ଜ୍ୟୋତିଷ ବୋଲି କି ଝଡ଼ ହେବ ନାହିଁ? ଏ ବ୍ୟକ୍ତି ଜଣକ ସେଇଠି କ'ଣ କହୁଛନ୍ତି ନା, ସେ ଝଡ଼ ଯେତେ ଜୋର ଆସିନଥିଲା, ଏ ଲୋକମାନେ ଯେତେ ଜୋର ଘୋ ଘା ହେଉଥିଲେ, ସେ ଝଡ଼ ଆସିବା ଆଗରୁ ହିଁ ସେମାନେ ଡଙ୍ଗା ବୁଡ଼େଇ ଦେଇଥାନ୍ତେ। ତ ମୁଁ ସେଇଆ ଭାବିକି ତ ତାଙ୍କୁ ଚୁପ୍ ହେବା ପାଇଁ କହିଥିଲି। ତ ଯାହା ହେଉ ସବୁ ଲୋକମାନେ ଆସି ପହଞ୍ଚିଗଲେ। ତ ତା ସାଙ୍ଗ ବି ସେଇଠି ତାଙ୍କୁ ମାନିଗଲା। ତ ମୋର ଟିକେ କହିବାର କାରଣ ହେଉଛି କି ସମସ୍ୟା ଯେତିକି ଆସିନଥିବ, ଆମେ ତାକୁ ଭାବିକା ଅଧିକା ସମସ୍ୟାକୁ ବଢ଼େଇ ଦେଇଥାନ୍ତି। ତ ମୁଁ ଏଇଆ କହିବା ପାଇଁ ଚାହୁଁଛି, ତ ଯାହା ବି ହେଉଛି ତାହାଠୁ କେବେ ଅଧିକା କେବେ ଭାବନ୍ତୁନି। ଅଧିକା ଭାବିବା ମାନେ ହିଁ ସେ ସମସ୍ୟା ଅଧିକା ବଢ଼ିଯିବା। ତ ସମସ୍ୟା ଆସୁଛି, ତାକୁ ଆମେ ହସିକି ଗ୍ରହଣ କରିବା। ତ ଦେଖିବେ ନିଶ୍ଚିତ ସେ ସମସ୍ୟା ଆପେ ଆପେ ତା ବାଟରେ ଟଳିଯିବ, ଆଉ ଆମ ଜୀବନ ବି ବହୁତ ଭଲରେ ଚାଲିବ। ତ ସମସ୍ୟାକୁ ସବୁବେଳେ ସାମ୍ନା କରିବା ଶିଖ। ସେଇ ସମସ୍ୟାକୁ ସାମ୍ନା କରିବା ଶିଖିଗଲେ ନା, ଆଉ ସେ ସମସ୍ୟା ବି ଡରିବ ତୁମ ପାଖକୁ ଆସିବା ପାଇଁ, କି ତାଙ୍କ ଜୀବନଟା କେମିତି ସହଜ ହେଇଯାଉଛି। ଯେତେ ଯାହା ହେଲେ ବି ମୁଁ ସମସ୍ୟା ଆସିଲେ ବି ଆଉ କିଛି ବି ହେବନି। ଥରେ ଏହା କରିକି ଦେଖନ୍ତୁ, ଆପଣଙ୍କ ଜୀବନ ନିଶ୍ଚିତ ବଦଳିଯିବ। ଜୟ ଜଗନ୍ନାଥ।